ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ମୋର ଆନ୍ତରିକ ନମସ୍କାର। ଖ୍ରୀଷ୍ଟର ପ୍ରିୟ ଭାଇ ଭଉଣୀମାନେ, ଆଜିର ଭିଡ଼ିଓରେ ଆମେମାନେ ଏକ ଟ୍ରେନ୍ ଯାତ୍ରାକୁ ଦେଖିବା। ଆଉ ଭିଡ଼ିଓ ଦେଖନ୍ତୁ ପ୍ରିୟ ବନ୍ଧୁଙ୍କର, ମୁଁ ରିକ୍ୱେଷ୍ଟ କରୁଅଛି, କାରଣ ଯଦି ଆପଣ କେବେ ବି ଇସ୍ରାଏଲ ଦେଶକୁ ଯାଆନ୍ତି, ସେଠି ଟ୍ରେନ୍ କେମିତିଆ, ଟ୍ରେନ୍ ଭିତର କେମିତିଆ ଦେଖିବା ପାଇଁ ସବୁକିଛି ମୁଁ ଆପଣଙ୍କୁ ଦେଖାଇବି। ଆଉ ସେ ଟ୍ରେନ୍ ବିଷୟରେ, ଟ୍ରେନ୍ ଯାତ୍ରା ବିଷୟରେ ଆଜି ମୁଁ ଜଣାଇବି, କେମିତି ଯିବେ, ଆଉ ଟ୍ରେନ୍ର ସିଟ୍ ଗୁଡ଼ାକ କେମିତି ହେଇଥିବ, ଆଉ ସବୁ ବିଷୟ ଆପଣ ଜାଣିପାରିବେ। ସେଥିପାଇଁ ପ୍ରିୟ ବନ୍ଧୁଗଣ, ଭିଡ଼ିଓକୁ ଆପଣ ଦେଖୁଥାନ୍ତୁ। ଯଦି ଆପଣ ପ୍ରଥମ ଥର ପାଇଁ ଚ୍ୟାନେଲକୁ ଆସିଛନ୍ତି, ଏମିତି ଇଣ୍ଟରେଷ୍ଟିଂ ଭିଡ଼ିଓ ଦେଖିବା ନିମନ୍ତେ, ବାଇବେଲ ରିଲେଟେଡ୍ ଜାଗାଗୁଡ଼ିକ ଦେଖିବା ନିମନ୍ତେ ଏ ଭିଡ଼ିଓକୁ ଆପଣ ସେୟାର କରନ୍ତୁ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଯଦି ଆପଣ ଦେଖିବା ପାଇଁ ଚାହୁଁଛନ୍ତି ଫ୍ୟୁଚରରେ। ତେବେ ଚାଲନ୍ତୁ ପ୍ରିୟ ବନ୍ଧୁଗଣ, ଏଠି ଏମିତି ଗେଟ୍ ଖୋଲେ। ଆପଣଙ୍କ ପାଖରେ କାର୍ଡ଼ ଥିବ, କାର୍ଡ଼ ପୁରେଇବେ, ତାପରେ ଯାଇ ଗେଟ୍ ଖୋଲିବ। ଏମିତି ସିଷ୍ଟମ୍ ଅଛି ଏଠି। ଆପଣଙ୍କ ପାଖରେ ଯେପର୍ଯ୍ୟନ୍ତ କାର୍ଡ଼ ନାହିଁ, ମାନେ ଭିସା କି ପାସପୋର୍ଟ କ'ଣ ଗୋଟେ ହେଇଥିବ, ଭିସା ଆପଣ ଟଚ୍ କଲେ କିମ୍ବା ସେଠି ଭର୍ତ୍ତି କଲେ ଗେଟ୍ ଆପଣଙ୍କ ପାଇଁ ଖୋଲା ହେବ। ଆପଣ ବାହାରି ଗଲା ପରେ ପୁଣି ଗେଟ୍ ବନ୍ଦ ହେଇଯିବ। ଅଦ୍ଭୁତ ଅଟେ ପ୍ରିୟ ବନ୍ଧୁଗଣ। ଆଉ ଏଇ ଯେଉଁ ବୋର୍ଡ଼ରେ ଆପଣ ଦେଖୁଛନ୍ତି, ଟ୍ରେନ୍ ବିଷୟରେ ଲେଖା ଅଛି। କେଉଁ ଟ୍ରେନ୍ କେତେବେଳେ ଆସୁଛି, କେତେ ନମ୍ବର ପ୍ଲାଟଫର୍ମରେ ଲାଗୁଛି, କେଉଁ ଟ୍ରେନ୍ର କେତେ ଟାଇମ୍, ଏ ବୋର୍ଡ଼ରେ ସବୁକିଛି ଲେଖା ଅଛି। ଇଏ ହେଉଛି ଗୋଟେ ଏୟାରପୋର୍ଟ, ଇଏ ହେଉଛି ଗୋଟେ ମାନେ ରେଲୱେ ଷ୍ଟେସନ୍। ଏୟାରପୋର୍ଟ ନୁହେଁ, ରେଲୱେ ଷ୍ଟେସନ୍। ଏଠାକାର ଟ୍ରେନ୍ ଗୁଡ଼ିକ ଆପଣ ଦେଖିପାରୁଥିବେ, ଟ୍ରେନ୍ ଏମିତିକା। ଆଉ ଏଠାକାର ଜଣେ ଅଛନ୍ତି ଭାଇ, ସେ ଇଣ୍ଟରଭ୍ୟୁ ନେଉଛନ୍ତି ଯେ ଏଠାକାର ମାନେ ପ୍ଲାଟଫର୍ମ ବିଷୟରେ, ଏଠାକାର ଏରିଆ ବିଷୟରେ। ଆଉ ନିଶ୍ଚିନ୍ତ ଭାବରେ ଆମେମାନେ ଦେଖିବା। ଆପଣ ତ ରେଲୱେ ଷ୍ଟେସନ୍ ଆପଣ ଦେଖିଲେ ଏମିତି, କିନ୍ତୁ ଟିକେ ପରେ ଆମେମାନେ ଦେଖିବା ଟ୍ରେନ୍ର ଭିତରଟା କେମିତି, ମାନେ ଟ୍ରେନ୍ର ଭିତର ପାଖ କେମିତି ଦେଖାଯାଏ। ଯଦି ଆପଣ ଜାଣିବା ପାଇଁ ଚାହୁଁଛନ୍ତି, ଭିଡ଼ିଓକୁ ଦେଖୁଥାନ୍ତୁ ନିଶ୍ଚିନ୍ତ ଭାବରେ, ଆଉ ଆପଣଙ୍କୁ ଜଣାପଡ଼ିଯିବ। ଇଏ ହେଉଛି ଟ୍ରେନ୍। ଆଉ ଏମିତି ଟ୍ରେନ୍ ସବୁ ରହିଅଛି। ଆଉ ଏ ଟ୍ରେନ୍ ବହୁତ ଫାଷ୍ଟ ଯାଏ, ଆଉ ଏଠି ବୁଲେଟ୍ ଟ୍ରେନ୍ ମଧ୍ୟ ଦେଖିବା ପାଇଁ ମିଳେ। ଆଉ ଯେ ବୁଲେଟ୍ ଟ୍ରେନ୍ ମାନେ ଗୋଟେ ଘଣ୍ଟାରେ ଯିବ 500-600 କିଲୋମିଟର। ଇଏ ହେଉଛି ଟ୍ରେନ୍ର ଭିତର ପାଖ। ହଁ ପ୍ରିୟ ବନ୍ଧୁଗଣ, ଇଏ ହେଉଛି ଟ୍ରେନ୍ର ଭିତର ପାଖ, ଆପଣ ଦେଖିପାରୁଥିବେ। ଓ ମାଇ ଗଡ଼୍, ସିଟ୍ ଗୁଡ଼ା ସବୁ ଏମିତି ପ୍ରିୟ ବନ୍ଧୁଗଣ, ଏମିତି ଆପଣ ବସିକି ଯିବେ। ସିଟ୍ ଗୁଡ଼ା ସବୁ ଏମିତି, ଟ୍ରେନ୍ ଭିତରଟା ହେଉଛି ଏମିତି। ଆଉ ଇଏ ହେଉଛି ରେଲୱେ ଷ୍ଟେସନର ବାହାର ଅଂଶ। ଆପଣ ବାହାରଟା ଏମିତି ଦେଖିପାରିବେ ନିଶ୍ଚିନ୍ତ ଭାବରେ। ଆଉ ଟ୍ରେନ୍ରୁ ବାହାରିଲା ପରେ ଆପଣଙ୍କୁ କୌଣସି ବକ୍ସରେ ହେଉ କିମ୍ବା କୌଣସି ଟ୍ୟାକ୍ସିରେ ହେଉ ଯିବାକୁ ପଡ଼ିବ। କିନ୍ତୁ ପ୍ରିୟ ବନ୍ଧୁଗଣ, ଆଉ ଲାଗୁଛି ଯେମିତିକି ଟ୍ରେନ୍ ଅଟକିଛି, ଆଉ ଟ୍ରେନ୍ ପୁଣି ଥରେ ଯିବ। କାରଣ ପ୍ରତି ଷ୍ଟେସନରେ ଟ୍ରେନ୍ ରହିବ, ତା'ର ଯେଉଁଠି ଷ୍ଟପେଜ୍, ଟ୍ରେନ୍ ନିହାତି ରହିବ। କମ୍ ସେ କମ୍ 2 ମିନିଟ୍ ନିହାତି ରହିବ ଗୋଟେ ଟ୍ରେନ୍। ତା'ର ନିୟମ ହେଉଛି, ଭିତରେ ଚେୟାର ଗୁଡ଼ା ଏମିତି ପଡ଼ିଥିବ, ପୁରା ଆରାମଦାୟକ ଚେୟାର। ଆପଣ ଆରାମରେ ଏଠି ବସିକି ଆପଣ ଯାତ୍ରା କରିପାରିବେ। ବହୁତ ମଜା ଲାଗିବ। ଆଉ ଯଦି ଆପଣ ଗାଲିଲି ସମୁଦ୍ର କୂଳ ଯିବେ ନାହିଁ କି, ଆଉ ସେଠି ଆପଣଙ୍କୁ ଦେଖିବାକୁ ମିଳିବ ପାଣି ଭିତରେ ଚାଲୁଥିବା ଟ୍ରେନ୍।
ଯଦି ଗାଲିଲି ସମୁଦ୍ର କୂଳ ଯାଆନ୍ତି ତା'ର ବିଭିନ୍ନ ପ୍ରକାର କୂଳ ଅଛି, ମାନେ ସବୁ ଜାଗାରେ ବି ନାହିଁ, କିନ୍ତୁ ଆପଣ ଦେଖିପାରିବେ ପାଣି ଭିତରେ ଟ୍ରେନ୍ ଯାଉଥିବ, ପାଣି ଭିତରେ ସୁଡ଼ଙ୍ଗ ତିଆରି କରାହେଇଥିବ। ସେଇଟା ତ ଆହୁରି ମଜା ଲାଗେ, ଆହୁରି ଇଣ୍ଟରେଷ୍ଟିଂ ଲାଗେ ସେଇଟା ଦେଖିବା ପାଇଁ। କିନ୍ତୁ ପ୍ରିୟ ବନ୍ଧୁଗଣ, ଏ ଜାଗା ଆପଣଙ୍କୁ କିପରି ଲାଗୁଛି କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଭାବରେ ଜଣାନ୍ତୁ। ଯଦି ଏ ଜାଗା ଆପଣଙ୍କୁ ଭଲ ଲାଗୁଛି କମେଣ୍ଟ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ଭିଡ଼ିଓକୁ ସେୟାର କରନ୍ତୁ। ହଁ ପ୍ରିୟ ବନ୍ଧୁଗଣ, ଇଏ ହେଉଛି ରେଲୱେ ଷ୍ଟେସନ୍, ଇସ୍ରାଏଲର ରେଲୱେ ଷ୍ଟେସନ୍ ଆପଣ କହିପାରିବେ। ଆଉ ଟ୍ରେନ୍ରୁ ଓହ୍ଲାଇଲା ମାନେ ରେଲୱେ ଷ୍ଟେସନ୍ରୁ ବାହାରିବା ନିମନ୍ତେ ଏମିତି ଚଳନ୍ତା ସିଡ଼ି ସବୁ ଅଛି। ଏଇଟା ଆମର ଇଣ୍ଡିଆରେ ବି ଅଛି। ଆପଣ ଯଦି ବଡ଼ ବଡ଼ ସିଟି ଯିବେ, କଲିକତା ହେଉ, ମୁମ୍ବାଇ ହେଉ, ଆଉ ଏମିତି ବଡ଼ ବଡ଼ ସହରରେ ଆପଣ ଦେଖିବାକୁ ପାରିବେ ଚଳନ୍ତା ସିଡ଼ି। ଆପଣ କେବଳ ସିଡ଼ି ଉପରେ ଠିଆ ହେବେ ଆଉ ସିଏ ଆପଣଙ୍କୁ ଉପରେ ପହଞ୍ଚାଇ ଦେବ, ଆପଣଙ୍କୁ ସିଡ଼ି ଚଢ଼ିବାକୁ ବି ପଡ଼ିବନି। ଏଇଟା ଆପଣ ନିଶ୍ଚୟ ଦେଖିଥିବେ, ଏଇଟା କୌଣସି ନୂଆ କଥା ନୁହେଁ। ଆଉ ଦେଖନ୍ତୁ ଏଠି ଗୋଟେ ଟ୍ରେନ୍ ଠିଆ ହେଇଛି, ଆଉ ଇଏ ହେଉଛି ଟ୍ରେନ୍ର ଭିତର ପାଖ। ତେଲ ଆବିବରୁ ମାନେ ଜେରୁସାଲମ୍। ତେଣୁ ଥମ୍ବନେଲ୍ରେ ମୁଁ ଲେଖିଥିଲି ଯେ ଜେରୁସାଲମ୍ ଯାତ୍ରା, ମାନେ ତେଲ ଆବିବରୁ ଆପଣ ଯଦି ଯାତ୍ରା କରିବେ ଜେରୁସାଲମ୍, ତ ଏଇ ଟ୍ରେନ୍ରେ ଆପଣ ବସିବେ। ଭିତର ପାଖ ଏମିତି ବହୁତ ସୁନ୍ଦର ଅଟେ ଆଉ ବହୁତ ବଢ଼ିଆ ଲାଗେ, ବହୁତ କମ୍ଫର୍ଟେବୁଲ୍। ଆଉ ସିଟ୍ ଗୁଡ଼ାକ ମଧ୍ୟ ଛାଡ଼ି ମାନେ ପଛ ସିଟ୍ ଠାରୁ ଆଗ ସିଟ୍ ମାନେ ଭିତରେ ବହୁତ ଗ୍ୟାପ୍ ଥିବ ଆଉ ଛାଡ଼ି ଲେଖା ହେଇଥିବ। ଆପଣ ଯଦି କେବେ ଏମିତି ଟ୍ରେନ୍ରେ ଯଦି କେବେ ଯାଇଛନ୍ତି ତେବେ କମେଣ୍ଟ କରିକି ନିଶ୍ଚିନ୍ତ ଭାବରେ ଜଣାନ୍ତୁ। ଆଉ ମୁଁ ଯେଉଁ ବୁଲେଟ୍ ଟ୍ରେନ୍ କଥା କହୁଥିଲି, ସେ ଟ୍ରେନ୍ ଭିତରେ ତ ଆହୁରି ଜବରଦସ୍ତ ଫ୍ୟାସିଲିଟି ସବୁ ଅଛି। ସେ ଟ୍ରେନ୍ର ଭଡ଼ା ବି ବହୁତ, ବୁଲେଟ୍ ଟ୍ରେନ୍ ଯେଉଁଟାକି ପାଣି ଭିତରେ ଦେଇକି ଯାଏ। କିନ୍ତୁ ଆପଣ ଯେତେବେଳେ ପାଣି ଭିତରେ ଦେଇ ଯାଉଥିବେ ନା, ବହୁତ ମଜା ଲାଗିବ। ଆଉ ଯଦି ଆପଣ କେବେ ଯାଇଛନ୍ତି କମେଣ୍ଟ କରନ୍ତୁ, ଯଦି ଯିବା ପାଇଁ ପ୍ଲାନିଂ କରୁଛନ୍ତି କମେଣ୍ଟ କରନ୍ତୁ। ହଁ ପ୍ରିୟ ବନ୍ଧୁଗଣ, ଆଜି ପାଇଁ ଏତିକି। ପୁଣି ଭେଟ ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ। ଯଦି এই ଭିଡ଼ିଓ ଆପଣଙ୍କୁ ଭଲ ଲାଗିଥାଏ ଭିଡ଼ିଓକୁ ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ସମସ୍ତ ନମସ୍କାର। ପୁଣି ଭେଟ ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ।